ମୁଁ ପ୍ରଥମରୁ କହିଛି ଏହା ଗୋଟିଏ କଂଗ୍ରେସ ଦଳର ଆଭ୍ୟନ୍ତରୀଣ ବ୍ୟାପାର। ସେ ବିଷୟରେ କି ଯେ ବି ହୋନା କାହିଁକି ପ୍ରେସକୁ ଯିବା ଏବଂ ବାହାରକୁ ଯିବାଟା ଠିକ୍ ନୁହେଁ। ବହୁ ଲୋକଙ୍କର ଅସନ୍ତୋଷ ଦଳ ଭିତରେ ଥାଏ। ପ୍ରତ୍ୟେକ ରାଜନୈତିକ ଦଳରେ ନେତାମାନଙ୍କର କିଛି ନା କିଛି ଅସନ୍ତୋଷ ଥାଏ। ସେ ଅସନ୍ତୋଷକୁ ଉପଶମ କରିବା ପାଇଁ ଦଳ ତରଫରୁ ଉଦ୍ୟମ ହେବା ନିହାତି ଆବଶ୍ୟକ। ତେଣୁ ଆମ ଦଳରେ କିଛି ନା କିଛି ଲୋକଙ୍କ ଅସନ୍ତୋଷ ରହିଛି। ଅସନ୍ତୋଷ ଯେ ନାହିଁ ତାହା କହିହେବନି। ତେଣୁ ସେ ଦୃଷ୍ଟିରୁ ମକିମ ବାବୁଙ୍କର ଯେଉଁ ଅସନ୍ତୋଷ ଥିଲା ବା ଯେଉଁ ନେତାମାନଙ୍କର ଏପରି ଅସନ୍ତୋଷ ରହିଛି ତାକୁ ଉପଶମ କରିବା ପାଇଁ ନେତୃମଣ୍ଡଳୀ ଦଳ ସମସ୍ତେ ଉଦ୍ୟମ କରିବା ଆବଶ୍ୟକ। ଆଉ ମକିମ ବାବୁଙ୍କର କଂଗ୍ରେସ ଦଳ ପ୍ରତି ଯେଉଁ ଅବଦାନ ତାକୁ ମଧ୍ୟ ଆମେ ଭୁଲିବା ଉଚିତ ନୁହେଁ। 1980 ମସିହା ପରେ କଂଗ୍ରେସ କେବେ କଟକରେ ଜିତି ନଥିଲା। ବହୁ ବର୍ଷର ଅକ୍ଳାନ୍ତ ପରିଶ୍ରମ ଫଳରେ ଯାହା ହଉ ଦୁଇ ଥର ସେଠି କଂଗ୍ରେସ ଜିତି ପାରିଛି। ଏବେ ମଧ୍ୟ ତାଙ୍କ ଝିଅ ମଧ୍ୟ ସେଠୁ ନିର୍ବାଚିତ ହେଇଛି। ତାର ପରଫରମେନ୍ସ ବି ବହୁତ ଭଲ, ତାକୁ ଅସ୍ୱୀକାର କରିହେବ ନାହିଁ। ତେଣୁ ବିଶେଷ ଭାବରେ ନୂଆପଡ଼ା ନିର୍ବାଚନ ପରେ ବେଳେ ଯେଉଁ ଗୋଟେ କୁହାହେଲା ଯେ ଗୋଟେ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟଙ୍କର ଆବଶ୍ୟକତା ନାହିଁ, ତାଙ୍କୁ ବୋଧେ ସେଇଟା ବେଶ ବାଧିଲା। ସେଇଟାକୁ ଆମମାନ ସମସ୍ତେ ସେଥିପାଇଁ ଦାୟୀ। ତାକୁ ଉପଶମ କରିବାର ଥିଲା। ତା ନକରି ସେ ପୁରା ଚିଠି ଫିଠି ଲେଖିଲେ ହାଇକମାଣ୍ଡକୁ ମଧ୍ୟ ସେଠି ଆକ୍ସେପ୍ଟ କରିଛନ୍ତି। ହଁ ଠିକ୍, ସେ ଯେଉଁ ସତ କଥା ତା ଭିତରେ କିଛି ଥାଇପାରେ। ତାକୁ କିପରି ଭାବରେ ଅଶାନ୍ତିକୁ ଦୂର କରିବା ଥିଲା ପ୍ରଥମ କର୍ତ୍ତବ୍ୟ। ଆମେ ବର୍ତ୍ତମାନ ଦୁର୍ବଳରେ ଅଛୁ। ଏଇ ଦୁର୍ବଳତାକୁ ସବଳତା କରିବା ପାଇଁ ଆମମାନଙ୍କର ସମସ୍ତ ଉଦ୍ୟମ ହେବା ଦରକାର। ଦଳ କ୍ଷତି ହେବନି। ଦଳର ଶୁଣନ୍ତୁ, ଜଣେ ଯେ କେହି ଜଣେ ବ୍ୟକ୍ତି ମଧ୍ୟ ଦଳରୁ ଚାଲିଗଲେ ଦଳର ନିଶ୍ଚୟ ଏଟା କ୍ଷତି ହେବନି କେମିତି? ଦଳ ଅଧିକରୁ ଅଧିକ ସଂଗଠିତ, ଅଧିକ ଲୋକଙ୍କୁ ଆକର୍ଷିତ ଏବଂ ଦଳ ପ୍ରତି ଆନୁଗତ୍ୟ କରିବାର ହେଉଛି ଦଳର କର୍ତ୍ତବ୍ୟ ବା ନେତୃମଣ୍ଡଳୀର କର୍ତ୍ତବ୍ୟ। ସେ କିନ୍ତୁ ତାଙ୍କ ବକ୍ତବ୍ୟରେ କଂଗ୍ରେସ ନୀତି ଆଦର୍ଶରୁ ଯେ ଅଲଗା ହେଇଯାଇଛନ୍ତି ସେ କଥା କହିନାହାନ୍ତି। ତେଣୁ ଦ୍ୟାଟ୍ ଇଜ୍ ଏ ସ୍କୋପ୍ ଟୁ ୟୁନାଇଟ୍ ହିମ୍। ବହିଷ୍କାର ନିଷ୍ପତ୍ତି ଭୁଲ। ବହିଷ୍କାର ଶୁଣନ୍ତୁ, ଯେତେବେଳେ ସାଙ୍ଗେ ସାଙ୍ଗେ ବହିଷ୍କାର କରିଦେଉଛନ୍ତି କରୁଛନ୍ତି, ଯେଉଁମାନେ ବହିଷ୍କାର କରୁଛନ୍ତି ସେମାନେ କିଛି ବିଚାର କରିକି କଥା କହୁଛନ୍ତି ଦଳର ଶୃଙ୍ଖଳା ଦୃଷ୍ଟିରୁ। କିନ୍ତୁ ମକିମ ବାବୁଙ୍କ ଭଳି ବ୍ୟକ୍ତିଙ୍କର ଦଳରେ ଆବଶ୍ୟକତା ଅଛି। ତାକୁ ଇଗ୍ନୋର କରି ହେବ ନାହିଁ। ତା ମାନେ ନୁହେଁ ଯେ ସୀମା ପାର ବିଶୃଙ୍ଖଳା କରିବା। ତେଣୁ ତାଙ୍କର ଯେଉଁ ବକ୍ତବ୍ୟରୁ ଜଣାପଡ଼ୁଛି ତାଙ୍କର କଂଗ୍ରେସ ପ୍ରତି ଦୁର୍ବଳତା ଅଛି ଏବଂ ଯେଉଁ ଅସନ୍ତୋଷ ଅଛି ସମୟ ଆସିବ ସେ ଅସନ୍ତୋଷକୁ ଦୂର କରି କେମିତି ତାଙ୍କୁ କଂଗ୍ରେସ ସହିତ ସାମିଲ କରାଯିବ ସେ ଉଦ୍ୟମ ହେବା ଦରକାର। କିମ୍ବା ମକିମ ବାବୁଙ୍କ ମନ ଭିତରେ ଆଉ କ'ଣ ଅଛି ସେ କଥା ମୁଁ ଜାଣିନି କି ତା ବିଷୟରେ ମୁଁ ତାଙ୍କ ସହିତ ଆଲୋଚନାର ସମାଧାନ ହେଇପାରିଥାନ୍ତା। ନୂଆପଡ଼ା ନିର୍ବାଚନ ବେଳେ ଯେଉଁଭଳି ଭାବରେ ତାଙ୍କୁ ଦାୟିତ୍ୱ ଦିଆଗଲା ନାହିଁ, ପ୍ରଚାର କମିଟିରୁ ବାହାର ଦିଆଗଲା, ସେ ସବୁ ସମୟରେ ଯଦି ତାଙ୍କ ଅସନ୍ତୋଷ ଦୂର କରାଯାଇଥାନ୍ତା, ଆଲୋଚନା ହେଇଥାନ୍ତା, ଏ ସ୍ଥିତି ବୋଧେ ଆସିନଥାନ୍ତା। ମୁଁ ଭାବୁଛି ବୋଧେ ଆସିନଥାନ୍ତା। ନୂଆପଡ଼ା ଇଲେକ୍ସନରେ ଯେଉଁ କଥା କୁହାଗଲା ସେଟା କହିବାର ଆବଶ୍ୟକତା ନଥିଲା। ବହୁ କଥା ଥାଏ, ସତ୍ୟତା ଥାଏ, କିନ୍ତୁ ତାକୁ ପ୍ରେସରେ ବା ପ୍ରକାଶ୍ୟରେ କହିବା ଉଚିତ ବିଭୀଷଣ କଥାଟା ବାଧିଲା ମକିମକୁ। ବୋଧେ ବାଧିଛି। ତାଙ୍କୁ ତାଙ୍କ ମନ ଭିତରେ କିଛି ଅଶାନ୍ତି ନିଶ୍ଚିତ ଥିଲା। ଏପରି ବହୁ ଲୋକଙ୍କ ମନ ମଧ୍ୟ ଅଛି ବା ଥାଇପାରେ। ଦଳର କର୍ତ୍ତବ୍ୟ କ'ଣ?
ଦଳର କର୍ତ୍ତବ୍ୟ ଅସନ୍ତୋଷକୁ ଦୂର କରିବା, ଜିନ୍ୟୁଇନ୍ ଅସନ୍ତୋଷ ଯେଉଁଗୁଡ଼ା ଥିବ ତାକୁ ଦୂର କରିବା। କିନ୍ତୁ ଇଏ ତ ସିଧା କାର୍ଯ୍ୟାନୁଷ୍ଠାନ, ଶୋ କୋଜ ନାହିଁ, ଗୋଟେ ଶୋ କୋଜ ଇଏ ତ ସିଧା କାର୍ଯ୍ୟାନୁଷ୍ଠାନ। ସିଧା କାର୍ଯ୍ୟାନୁଷ୍ଠାନ। ଶୋକଜ ତ ସେ ଜଣେ AICC ମେମ୍ବର, ତାପରେ ପୂର୍ବତନ MLA, ତାଙ୍କର ଦଳ ପ୍ରତି ଅବଦାନ ରହିଛି, ତାଙ୍କୁ ଯେଉଁ ରାସ୍ତାରେ ତାଙ୍କୁ ଉପଶମ କରିବା କଥା ହେଇନି। ତାକୁ କରାଯାଇନାହିଁ। ଆପଣ ଲାଗୁଛି ଅନ୍ୟାୟ ହେଇଛି ମୋହମ୍ମଦ ମୋକିମଙ୍କ ସହ? ଅନ୍ୟାୟ ହେଇଛି କି ତାଙ୍କର? ନ୍ୟାୟ ହେଇଛି କି ଅନ୍ୟାୟ ହେଇଛି ଯେଉଁମାନେ ନିଷ୍ପତ୍ତି ନେଉଛନ୍ତି ସେ କଥା ସେମାନେ ବିଚାର କରିବେ, କିନ୍ତୁ ମୋଟାମୋଟି ଭାବରେ ଓଡ଼ିଶାରେ ଆମେ ବହୁ ମକିମ ବାବୁଙ୍କର ଆବଶ୍ୟକତା ଅଛି କଂଗ୍ରେସ ଦଳ ପାଇଁ। ତେଣୁ ଜଣେ ମକିମକୁ ଛାଡ଼ିଦେବା, ଏହିପରି ଅନ୍ୟ ଅସନ୍ତୋଷ ବାଲାକୁ ଯଦି ସମିତିକି ଛାଡ଼ିଦେବା ତାହେଲେ ଆମ ଦଳ ମଜବୁତ କେମିତି ହେବ? ସାର୍ ଏଇ କୁହାଯାଉଛି ମୋକିମଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗୋଟେ ଚେତାବନୀ, ଯୋଉମାନେ ଦଳ ବିରୋଧରେ ସ୍ୱର ଉଠେଇବେ ବା ସଭାପତିଙ୍କ ବିରୋଧରେ ସ୍ୱର ଉଠେଇବେ। ହଁ, ସେ ତ ଶୃଙ୍ଖଳା ରକ୍ଷା ଦୃଷ୍ଟିରୁ ତାର କିଛି ଉପାଦେୟତା ଅଛି, କିନ୍ତୁ ବର୍ତ୍ତମାନ ଯେଉଁ ସ୍ଥିତିରେ କଂଗ୍ରେସ ଅଛି ଓଡ଼ିଶାରେ, ସେଇ ସ୍ଥିତିରେ ଅଧିକରୁ ଅଧିକ ନେତାଙ୍କୁ ଅସନ୍ତୋଷକୁ ଦୂର କରି ସମସ୍ତେ ମିଳିମିଶି କାର୍ଯ୍ୟ କରିବାର ସମୟ ଅଛି। ସେଟାକୁ ଆମେ ହରାଇବା ଉଚିତ ନୁହଁ। ସାର୍ ମୋକିମ ସେ ମକିମ ବାବୁଙ୍କ ବିଷୟରେ ଏତିକି କହିବା ଯାଇପାରେ, ସାର୍ ହି ମୋକିମ ସୁଡ୍ ନଟ୍ ହାଭ୍ ଗନ୍ ଟୁ ଦି ପ୍ରେସ୍। ବାବୁ ତାଙ୍କର ଯାହା ଅସନ୍ତୋଷ ଥିଲା ସେ ଲେଖାଲେଖି କରି ହାଇକମାଣ୍ଡକୁ ଜଣେଇବା ତାଙ୍କର ଉଚିତ ଥିଲା, କିନ୍ତୁ ସେ ତାକୁ ଯେଉଁ ଆପଣମାନଙ୍କୁ ପ୍ରେସ୍ରେ କହିଦେଲେ ସେଇଟା ବର୍ତ୍ତମାନ ଫେୟାର ଅଫ୍ ହେଇଗଲା। ମୋକିମ ବାବୁ ଯୋଉ ଚିଠି ଲେଖିଲେ ଯେ ସେଟା ଠିକ ଥିଲା ନା ପରୋକ୍ଷରେ ଭୁଲ ଥିଲା? ଆପଣ ଜଣେ ବରିଷ୍ଠ ନେତା ହିସାବରେ କଣ କହିବେ? ସତ ଲେଖିଛନ୍ତି ମୋକିମ? ସତ ଲେଖିଥିଲେ? ଚିଠି ଆମେ କ'ଣ ଚିଠି ଲେଖୁନୁ ନା ଆମେ କ'ଣ ଆଲୋଚନା କରୁନୁ? କିନ୍ତୁ ମୋର ମତରେ ପ୍ରେସ୍କୁ ଯିବାର ନଥିଲା।